ସହିତ ନନ ପ୍ରସଙ୍ଗେ ଜ୍ୟୋତିଷଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଜ୍ୟୋତିଷ ପଞ୍ଚଯଜ୍ଞ କ'ଣ ଓ ଏହା କରାଯାଏ କାହିଁକି? ଶ୍ରୀ ଶ୍ରୀ ଠାକୁରେ ଋଷି ଯଜ୍ଞ, ଭୂତ ଯଜ୍ଞ, ପିତୃଯଜ୍ଞ, ନୃଯଜ୍ଞ ଓ ଦେବଯଜ୍ଞ, ଏହି 5 ପ୍ରକାର ଯଜ୍ଞଙ୍କୁ ପଞ୍ଚଯଜ୍ଞ କୁହାଯାଏ। କଣ୍ଡନୀ, ଢିଙ୍କି ବା ମୁଷଳ, ଉଦୁଖଳ, ହେମଦସ୍ତା, ଢିଙ୍କି ଭରାଣ୍ଡି, ଉଦକୁମ୍ଭୀ, ପେଷଣି, ଚୁଲି ଓ ମାର୍ଜନୀ ଛାଞ୍ଚୁଣୀ ଦ୍ୱାରା ସଂଗଠିତ 5 ପ୍ରକାର ପାପ ବା 5 ପାପ ଦୂର କରିବା ପାଇଁ ପଞ୍ଚଯଜ୍ଞ ଅନୁଷ୍ଠାନ ବିଧି କରାଯାଏ। ଆନନ୍ଦଗିରିଙ୍କ ଭାଷ୍ୟ ସମ୍ବଳିତ ଗୀତାର କର୍ମଯୋଗ 3ୟ ଅଧ୍ୟାୟ ପାଠ କରି ବୁଝିବ। ଜ୍ୟୋତିଷ ଗୀତାରେ କେଉଁ ଲୋକ ସଂଗ୍ରହ କଥା କୁହାଯାଇଛି? ସେହି ଲୋକ ସଂଗ୍ରହ କ'ଣ? ଶ୍ରୀ ଶ୍ରୀ ଠାକୁରେ ସମାଜରେ ମନୁଷ୍ୟକୁ ଅସତ୍ ପଥରୁ ନିବୃତ୍ତ କରିବା ଏବଂ ସତ୍ୟ ମାର୍ଗ ବା ସ୍ୱଧର୍ମରେ ପ୍ରବୃତ୍ତ କରାଇବା ହିଁ ପ୍ରକୃତ ଲୋକ ସଂଗ୍ରହ। ସେମାନଙ୍କୁ ବୁଝାଇ ଦିଅ ଯେ ଶରୀର ଠାରୁ ଦେହାନ୍ଦ୍ରିୟ, ଇନ୍ଦ୍ରିୟ ଠାରୁ ମନ, ମନ ଠାରୁ ବୁଦ୍ଧି ଏବଂ ବୁଦ୍ଧି ଠାରୁ ପରମାତ୍ମା ଶ୍ରେଷ୍ଠ ଅଟେ। ଜ୍ୟୋତିଷ ଠାକୁରେ ମନ ଓ ବୁଦ୍ଧି ମଧ୍ୟରେ ପାର୍ଥକ୍ୟ କ'ଣ? ଶ୍ରୀ ଶ୍ରୀ ଠାକୁରେ ମନ ସଂକଳ୍ପାତ୍ମକ, ମନ କେବଳ କଳ୍ପନା କରେ। ବୁଦ୍ଧି କିନ୍ତୁ ନିଶ୍ଚୟାତ୍ମକ, ତେଣୁ ବୁଦ୍ଧି ନିରୂପଣ କରେ। ଜ୍ୟୋତିଷ ଉପାସନା କାହାକୁ କୁହାଯାଏ? ଶ୍ରୀ ଶ୍ରୀ ଠାକୁରେ ଚିତ୍ତବୃତ୍ତି ବା ମନର ବୃତ୍ତି ସମୂହକୁ ସକଳ ଦିଗରୁ ହଟାଇ ଆଣି କେବଳ ଗୋଟିଏ ଲକ୍ଷ୍ୟରେ ଲୟ ସ୍ଥିର କରିବାର ନାମ ଉପାସନା ଅଟେ। ଏହି ପ୍ରକାର ଶିକ୍ଷା ଲାଭ କରିଥିବାରୁ ଅର୍ଜୁନ ଦ୍ରୌପଦୀ ସ୍ୱୟଂବରରେ ଲକ୍ଷ୍ୟଭେଦ କରିପାରିଥିଲେ। ଜ୍ୟୋତିଷ ମନ ଓ ଚିତ୍ତର ପ୍ରକାର ଭେଦ କ'ଣ? ଶ୍ରୀ ଶ୍ରୀ ଠାକୁରେ ସଂକଳ୍ପ ବିକଳ୍ପାତ୍ମକ ଅନ୍ତଃକରଣ ବୃତ୍ତି ଓ ସର୍ବେନ୍ଦ୍ରିୟ ପ୍ରବର୍ତ୍ତକ ଅନ୍ତରେନ୍ଦ୍ରିୟ ହିଁ ମନ। ଏହା 5 ପ୍ରକାର: ମନ, ଅମନ, ବିମନ, ସୁମନ, କୁମନ। ଅନ୍ତଃକରଣ ମନ ବା ମନର କେନ୍ଦ୍ରବିନ୍ଦୁରୁ ହିଁ ଚିତ୍ତ। କରୁଣା, ମୁଦିତା, ମୈତ୍ରୀ ଓ ଉପେକ୍ଷାକୁ ଚିତ୍ତବୃତ୍ତି କୁହାଯାଏ। ଏହାକୁ ମାନସିକ ଧର୍ମ ଚତୁଷ୍ଟୟ କହନ୍ତି। ଚିତ୍ତର 5 ପ୍ରକାର ଅବସ୍ଥା ଅଛି, ଯଥା କ୍ଷିପ୍ତ ଚିତ୍ତ, ମୂଢ଼ ଚିତ୍ତ, ବିକ୍ଷିପ୍ତ ଚିତ୍ତ, ଏକାଗ୍ର ଚିତ୍ତ ଓ ନିରୁଦ୍ଧ ଚିତ୍ତ। ଜ୍ୟୋତିଷ ଆତ୍ମା ଶରୀରରେ ଆବଦ୍ଧ ହୁଏ କିପରି? ଶ୍ରୀ ଶ୍ରୀ ଠାକୁରେ ପ୍ରକୃତି ଜାତ ସତ୍ୱ, ରଜ, ତମ, ଏହି ତ୍ରିଗୁଣ ପରମାର୍ଥତଃ ନିଷ୍କ୍ରିୟ ଆତ୍ମାକୁ ଦେହାଭିମାନ ଦ୍ୱାରା ଶରୀରରେ ଆବଦ୍ଧ କରେ। ଭାଗବତରେ ତେଣୁ କୁହାଯାଇଛି ପରା, ତ୍ରିଗୁଣ ରଜ୍ଜୁ ହସ୍ତେ ଧରି ମୃଗୀ ନଚାଏ ନରହରି। ଜ୍ୟୋତିଷ ଦର୍ଶନ ଶବ୍ଦ ଅର୍ଥ କ'ଣ? ଶ୍ରୀ ଶ୍ରୀ ଠାକୁରେ ଦୃଶ୍ୟତେ ଅନେନ ଇତି ଦର୍ଶନମ୍।
ଯାହାଦ୍ୱାରା ଦେଖାଯାଏ ଅର୍ଥାତ୍ ବସ୍ତୁର ତାତ୍ତ୍ୱିକ ସ୍ୱରୂପ ଜଣାଯାଏ ତାହା ହିଁ ଦର୍ଶନ। ଦର୍ଶନୀୟ ଓ ଦର୍ଶକ ଏକାତ୍ମ ହେଲେ ଦର୍ଶନ ଶୁଦ୍ଧ ହୁଏ ଓ ତାହା ପରମାର୍ଥ ଲାଭରେ ସହାୟ ହୁଏ। ଜ୍ୟୋତିଷ ହେୟ କ'ଣ? ଶ୍ରୀ ଶ୍ରୀ ଠାକୁରେ ଦୁଃଖର ବାସ୍ତବିକ ସ୍ୱରୂପ ଯାହା ତାହା ହିଁ ହେୟ ଅର୍ଥାତ୍ ତ୍ୟାଜ୍ୟ। ଜ୍ୟୋତିଷ ଠାକୁରେ ଆମେ ମୋକ୍ଷ ଶବ୍ଦ ବହୁବାର ଶୁଣୁଛୁ। ଏହି ମୋକ୍ଷର ସ୍ୱରୂପ କ'ଣ? ଏହା କିପରି ପ୍ରାପ୍ତ ହୁଏ? ଶ୍ରୀ ଶ୍ରୀ ଠାକୁରେ ମୋକ୍ଷ ଏହି ଶବ୍ଦଟିକୁ ଭାଙ୍ଗିଦେଲେ ମିଳେ ମ ଯୁକ୍ତ ଅ ଯୁକ୍ତ ଅସ୍ ଯୁକ୍ତ ଖ। ମକାରର ଅର୍ଥ ମନୋରଥ ଅର୍ଥାତ୍ ପରମ ବ୍ରହ୍ମ ଜଗତରୁ ଆସିଥିବା। ଅକାରର ଅର୍ଥ ପଞ୍ଚମନ ଓ 25 ପ୍ରକୃତି। ଅସ୍ ଅର୍ଥାତ୍ ଇନ୍ଦ୍ରିୟଗଣ ଓ ଷଡ଼ରିପୁ। ଖ କାର ଅର୍ଥ ଖଣ୍ଡେଇବଃ ଖାଣ୍ଡବ ପିଣ୍ଡ ଅର୍ଥାତ୍ ଧ୍ୟାନରୁ ସମାଧି ପର୍ଯ୍ୟନ୍ତ। ଜ୍ୟୋତିଷ ଟିକେ ଭଲ ଭାବରେ ବୁଝାଇ ଦିଅନ୍ତୁ। ଶ୍ରୀ ଶ୍ରୀ ଠାକୁରେ ବ୍ୟକ୍ତିଠାରେ ଦୁଃଖ ରହିଛି। ବ୍ୟକ୍ତି ଯେତେବେଳେ କର୍ମ ମାର୍ଗ ଅବଲମ୍ବନ କରି ପରମାର୍ଥ ଲାଭ ପାଇଁ ଅଗ୍ରସର ହୁଏ ସେତେବେଳେ ତାଠାରୁ ସ୍ଥୂଳ କର୍ମ ଯୋଗରୁ ସୂକ୍ଷ୍ମ ଧ୍ୟାନ ଓ ସମାଧି ପର୍ଯ୍ୟନ୍ତ ଦୁଃଖ ପୂର୍ଣ୍ଣ ମାତ୍ରାରେ ନିବୃତ୍ତ ହୋଇ ନଥାଏ। ଏହି ସ୍ଥୂଳ ଧ୍ୟାନଠାରୁ ଆରମ୍ଭ କରି ବ୍ୟକ୍ତି ଯେତେବେଳେ ସୂକ୍ଷ୍ମ ଧ୍ୟାନରେ ପ୍ରବେଶ କରେ ସେଠାରେ ମଧ୍ୟ ବ୍ୟକ୍ତିଠାରେ ଦୁଃଖ ଥାଏ। ଏଠାରେ ବ୍ୟକ୍ତିର ବିକାରଜନିତ କ୍ଲେଶ ଓ ଦୁଃଖ ଯଥା ଆଧ୍ୟାତ୍ମିକ ଆଧିଦୈବିକ ଓ ଆଧି ଭୌତିକ ଗୁଡ଼ିକୁ ଦମନ କରିବାରେ ବ୍ୟକ୍ତି ଯତ୍ନବାନ ହୁଏ। ବ୍ୟକ୍ତି ସ୍ଥୂଳ ସାତ୍ତ୍ୱିକ କର୍ମ ଅନୁଷ୍ଠାନ ଗ୍ରହଣ କରିଥାଏ ଓ ଏହି କର୍ମରେ ନିରବଚ୍ଛିନ୍ନ ଅଭିନିବେଶ ସ୍ଥିତି ତୋଳିଥାଏ। ଏହାର ଫଳସ୍ୱରୂପ ଗୋଟିଏ ବ୍ୟକ୍ତିର ଚିତ୍ତରେ ଗଠିତ ହୁଏ। ଏହି ସଂସ୍କାର ଫଳରେ ବ୍ୟକ୍ତି ଆପଣାର ଚିତ୍ତ ରାଜ୍ୟରେ ଅଙ୍କୁରିତ କ୍ଲେଶ ଓ ଦୁଃଖକୁ ନିବାରଣ କରିବାରେ ସମର୍ଥ ହୁଏ। ଏଥିପାଇଁ ସେ ଏକ ନୂତନ ଶକ୍ତି ପାଏ। ସଂସ୍କାର ଗଠିତ ସୂକ୍ଷ୍ମ ଚିତ୍ତରେ ଦୁଃଖମୋଚନ ପୂର୍ଣ୍ଣ ମାତ୍ରାରେ ହୋଇନଥାଏ। କିନ୍ତୁ ବ୍ୟକ୍ତି ସ୍ଥୂଳ କର୍ମ ଶେଷ କରି ସୂକ୍ଷ୍ମରେ ପ୍ରବେଶ କରିଥାଏ ଅର୍ଥାତ୍ ଗୋଟିଏ ପର୍ଯ୍ୟାୟ ଶେଷ କରି ଅନ୍ୟ ଏକ ପର୍ଯ୍ୟାୟରେ ପ୍ରବେଶ କରି ମୋକ୍ଷ ହୋଇଥାଏ। ସ୍ଥୂଳ ଯୁକ୍ତ ସୂକ୍ଷ୍ମ ଧ୍ୟାନରୁ ସମାଧି ପର୍ଯ୍ୟନ୍ତ କର୍ମଯୋଗ ଶେଷ କରିବାର ଅବସ୍ଥାକୁ ମୋକ୍ଷ କହନ୍ତି। ବ୍ୟକ୍ତି ଚିତ୍ତରେ ଯେଉଁ ଅସତ୍ ସଂସ୍କାର ଗୁଡ଼ିକ ତୋଳିଥାଏ ତାହା କର୍ମ ମାର୍ଗ ଅବଲମ୍ବନ କରି ଅଭ୍ୟାସ କରିବା ଦ୍ୱାରା ସୂକ୍ଷ୍ମ ଚିତ୍ତରେ ଶୁଭ ଓ ସତ୍ ସଂସ୍କାରର ରୂପାନ୍ତରିତ ହୋଇଥାଏ। ଏହି ପ୍ରକ୍ରିୟା ମୋକ୍ଷର ଅନ୍ତର୍ଭୁକ୍ତ। ଏହି ସଂସ୍କାର ସ୍ୱରୂପ ଫଳଟି ହିଁ ମୋକ୍ଷ। ଜ୍ୟୋତିଷ ଠାକୁରେ ମନ୍ତ୍ର କ'ଣ ଓ ଏହାର ସ୍ୱରୂପ କ'ଣ ଭଲ ଭାବରେ ବୁଝାଇ ଦିଅନ୍ତୁ। ଶ୍ରୀ ଶ୍ରୀ ଠାକୁରେ ତନୁ ଯୁକ୍ତ ମନ ଯୁକ୍ତ ସ୍ଥିର ସମାନ ମନ୍ତ୍ର ତନ୍ତ୍ର। ତନୁ ଓ ମନକୁ ସ୍ଥିର କରିବା ହିଁ ମନ୍ତ୍ର ବା ତନ୍ତ୍ର। ତନୁ ଅର୍ଥାତ୍ ତକାର ମନ ବିହିତ ଅର୍ଥ ଚୈତନ୍ୟ। ନୁ ଅର୍ଥ ପ୍ରକୃତି ବହିଛି। ଚିତ୍ତ ସ୍ଥୂଳ। ଏ ସମସ୍ତ ସ୍ଥିର ହେଲେ ମନ୍ତ୍ର ବୁଝାଇବ। ଅବଧୂତୀୟ ଯୋଗ ପଦ୍ଧତି ତଥା
ରାଜଯୋଗ ପଦ୍ଧତି ସମ୍ମତ ଶାସ୍ତ୍ର ଦ୍ୱାରା ତନୁ ଯୁକ୍ତ ମନ ଯୁକ୍ତ ସ୍ଥିର ସମାନ ତନ୍ତ୍ର ନିରୂପିତ। ଦେହ ମନରେ ଯେଉଁ ଚୈତନ୍ୟ ଚିତ ପୁରୁଷ ବିରାଜମାନ କରିଛନ୍ତି ତାହାର ହିଁ ସ୍ଥିରତାକୁ ମନ୍ତ୍ର ସ୍ଥିତ କୁହାଯାଏ। ତନ୍ତ୍ର ଯୋଗୀ ସିଦ୍ଧି ଯା ମନ୍ତ୍ର। ରାଜଯୋଗୀ ହଠ ଯୋଗୀ ସିଦ୍ଧିକୁ ମଧ୍ୟ ମନ୍ତ୍ର ବୋଲାଯାଏ। ଅହମ୍ ବାକ୍ୟାସ୍ମି ଅର୍ଥାତ୍ ମୁକାର ମନୁତେ ଲୋପକୁ ମନ୍ତ୍ର କୁହାଯାଏ। ମାମକାହ କାର୍ଯ୍ୟସିଦ୍ଧି ଦେହରୁ ମୋର ଭାବ ଲୋପ କରିବା ଏବଂ ତାପରେ ମନ ଚିତ୍ତ ଚୈତନ୍ୟରେ ଅବସ୍ଥାନ କରି ଲକ୍ଷ୍ୟରେ ରହିବାକୁ ମନ୍ତ୍ର ବୋଲାଯାଏ। ମନ୍ତ୍ର ଇତଃ ସ୍ଥିତି ଅତ୍ୱିଃ ସ୍ଥୂଲାତ୍ୱିଃ ଭବ ଶରୀରମ୍ ମନ୍ତ୍ର। ବ୍ୟକ୍ତି ସ୍ଥୂଳ ମନ୍ତ୍ର ଧାରଣ କରି ବହୁ ଅଭ୍ୟାସର ଫଳ ଯେତେବେଳେ ଲୋପ କରେ ତାହାର ଗୃହୀତ ପୂର୍ବ ଫଳ ଶୂନ୍ୟ ହୋଇ ନୂତନ ମନ୍ତ୍ର ଫଳର ଅଙ୍କୁରିତ ହୋଇଥିବା ଚିତ୍ତ ଚୈତନ୍ୟ ପୁରୁଷକୁ ମନ୍ତ୍ର କହନ୍ତି। ସର୍ବ ମହୋଦଧି ପୁରୁଷକୁ ମକାର କହନ୍ତି। ଅନତର ଯୁକ୍ତ ଅ ସମାନ ଜୀବର ଅନ୍ତର ମଧ୍ୟରେ ଯେଉଁ ଆତ୍ମା ତାର ନିକଟବର୍ତ୍ତୀ ତଥା ମିଳିଏ ସେହି ଅନ୍ତର ସହିତ ଆତ୍ମାର ସଂଯୋଗ ବା ମିଳନ ଜନିତ ମନକୁ ମନ୍ତ୍ର କୁହାଯାଏ। ଜ୍ୟୋତିଷ ଏବେ ମୁକ୍ତି ଶବ୍ଦଟିର ଅର୍ଥ ବୁଝାଇ କୁହନ୍ତୁ। ଶ୍ରୀ ଶ୍ରୀ ଠାକୁରେ ମୁକ୍ତି ଶବ୍ଦଟିକୁ ଭାଙ୍ଗିଦେଲେ ମିଳେ ମ ଯୁକ୍ତ ନନ ଯୁକ୍ତ ଇ ଯୁକ୍ତ ସ ଯୁକ୍ତ ଉ ଯୁକ୍ତ କ ଯୁକ୍ତ ଇ ସମାନ ମୁକ୍ତି। ଏବେ ପ୍ରତ୍ୟେକ ଅଂଶକୁ ବୁଝ। ମକାର ଭବ ପରମ ବ୍ରହ୍ମ ରାଜ୍ୟରୁ ଆସିଥିବା ଜୀବ। ନନ ସ୍ମରଣ ଜପ ଧ୍ୟାନ। ଇକାର ବ୍ରହ୍ମ ତତ୍ତ୍ୱ ଶବ୍ଦ। ଈଶ୍ୱରୀୟ ଅର୍ଥ ଜ୍ଞାନ ପାହାଚର ପ୍ରଥମ ପାଦରେ ପହଞ୍ଚିବା ଏବଂ ପ୍ରଥମ ପାହାଚ ଠାରୁ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ଜ୍ଞାନ କ୍ଷରଣ ପର୍ଯ୍ୟନ୍ତ। ସକାର୍ଯ୍ୟ ତତ୍ତ୍ୱ ପୂର୍ଣ୍ଣାଙ୍ଗ ଆତ୍ମା ଉପଲବ୍ଧିକୁ ବୁଝାଏ। ଉମାଶୂଳ ଶିବ ଅର୍ଥ ପୂର୍ଣ୍ଣାଙ୍ଗ ଜ୍ଞାନ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ। କକାର ଅର୍ଥ ଶବ ସୂକ୍ଷ୍ମ ସମାଧି। ଇକ୍ଷରୀୟ ମତ ବା ନିତ୍ୟ ଗୋଲକ କାରଣ ଜଗତର ନିର୍ବାଣ ଆରମ୍ଭ। ଜୀବ ସ୍ଥୂଳ ଧ୍ୟାନଠାରୁ ସମାଧି ପର୍ଯ୍ୟନ୍ତ ତୋଳିଥିବା ଶୁଭ ସଂସ୍କାର ହିଁ ଏକ ପ୍ରକାର ମୋକ୍ଷ ଆଣିଦିଏ। ଗୋଟିଏ ଭାବରେ ପ୍ରବୃତ୍ତି ଜନିତ ସଂସ୍କାରର ଶେଷ ହିଁ ମୋକ୍ଷ। ଜୀବ ମୋକ୍ଷ ଲାଭ କଲେ ବିଜେନ୍ଦ୍ରିୟ ବୃତ୍ତିଗୁଡ଼ିକ ଲୋପ ପାଇଥାଏ। ଏହି ଅବସ୍ଥାରେ ଜୀବ ମୋକ୍ଷ ହୋଇ ଈଶ୍ୱରୀୟ ବୈଷ୍ଣବୀ ମାୟାରେ ପଡ଼ି ମୋହିତ ହୁଏ। ବ୍ୟକ୍ତିଠାରେ ଈଶ୍ୱରୀୟ ଜ୍ଞାନ ମଣ୍ଡଳରୁ ଜ୍ଞାନ କ୍ଷରଣ ହୋଇଥାଏ। ବ୍ୟକ୍ତି ଏହିଠାରେ ଅର୍ଥାତ୍ ଜ୍ଞାନର ପ୍ରଥମ ସୋପାନରୁ କ୍ରମେ ନୂତନ ଜ୍ଞାନ ଅନୁଧ୍ୟାନ କରି ଚାଲେ। ବ୍ୟକ୍ତି କ୍ରମଶଃ ଆତ୍ମା ସମ୍ବନ୍ଧୀୟ ପୂର୍ଣ୍ଣାଙ୍ଗ ଜ୍ଞାନ ଉପଲବ୍ଧି କରିଥାଏ। ଏହି ଅବସ୍ଥାରେ ବ୍ୟକ୍ତିର ନିତ୍ୟ ସୁଖ ପ୍ରାପ୍ତି ହୁଏ। ଦୁଃଖର ବିନ୍ଦୁ ମାତ୍ର ନଥାଏ। ବ୍ୟକ୍ତି ସକଳ ପ୍ରକାର ବନ୍ଧନରୁ ମୁକ୍ତ ରହିଯାଏ। ଜ୍ୟୋତିଷ ଗାୟତ୍ରୀ ମନ୍ତ୍ରର ଅର୍ଥ କ'ଣ? ଶ୍ରୀ ଶ୍ରୀ ଠାକୁରେ
ଗାୟତ୍ରୀ ମନ୍ତ୍ରର ଅର୍ଥ ହେଉଛି ଆମ୍ଭେମାନେ ଜଗତର ସ୍ରଷ୍ଟ ପରମ ଦେବତାଙ୍କ ବରଣୀୟ ତେଜର ଧ୍ୟାନ କରୁଛୁ। ସେ ଆମ୍ଭମାନଙ୍କର ଧୀ ଶକ୍ତି ଜାଗ୍ରତ କରିଦିଅନ୍ତୁ। ଜ୍ୟୋତିଷ ବେଦର ଶାଖା ସଂଖ୍ୟା କେତେ? ଶ୍ରୀ ଶ୍ରୀ ଠାକୁରେ ବେଦରେ 1133 ଶାଖା ଅଛି। ଜ୍ୟୋତିଷ ଅସୂୟା କ'ଣ? ଶ୍ରୀ ଶ୍ରୀ ଠାକୁରେ ଅସୂୟାର ଅର୍ଥ କ୍ରୋଧ ବା ଦ୍ୱେଷ। ଜ୍ୟୋତିଷ ପଞ୍ଚ କର୍ମେନ୍ଦ୍ରିୟ କେଉଁମାନେ? ଶ୍ରୀ ଶ୍ରୀ ଠାକୁରେ କର୍ଣ୍ଣ, ତ୍ୱକ୍, ଚକ୍ଷୁ, ଜିହ୍ୱା, ନାସିକା। ଜ୍ୟୋତିଷ ପଞ୍ଚ ଜ୍ଞାନେନ୍ଦ୍ରିୟ କାହାକୁ କହନ୍ତି? ଶ୍ରୀ ଶ୍ରୀ ଠାକୁରେ ଶ୍ରବଣ, ସ୍ପର୍ଶନ, ଦର୍ଶନ, ଆସ୍ୱାଦନ ଓ ଘ୍ରାଣ। ଜ୍ୟୋତିଷ ପଞ୍ଚ ତନ୍ମାତ୍ରା କ'ଣ? ଶ୍ରୀ ଶ୍ରୀ ଠାକୁରେ ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ। ଜ୍ୟୋତିଷ ଚିତ୍ତବୃତ୍ତି କେତେ ପ୍ରକାର? କ'ଣ କ'ଣ? ଶ୍ରୀ ଶ୍ରୀ ଠାକୁରେ ଚିତ୍ତବୃତ୍ତି 5 ପ୍ରକାର, ଯଥା ପ୍ରମାଣ, ବିପର୍ଯ୍ୟୟ, ବିକଳ୍ପ, ନିଦ୍ରା, ସ୍ମୃତି। ଏହି 5 ପ୍ରକାର ଚିତ୍ତବୃତ୍ତିର ମଧ୍ୟ ବିଭାଗ ଓ ଅନୁବିଭାଗ ଅଛି। ଜ୍ୟୋତିଷ ପ୍ରମାଣର ବିଭାଗ ଗୁଡ଼ିକ କ'ଣ କ'ଣ? ଶ୍ରୀ ଶ୍ରୀ ଠାକୁରେ ପ୍ରମାଣ 3 ପ୍ରକାର, ଯଥା ପ୍ରତ୍ୟକ୍ଷ, ଅନୁମାନ, ଆଗମ। ଜ୍ୟୋତିଷ ବିଶ୍ୱାସ କେତେ ପ୍ରକାର? କ'ଣ କ'ଣ? ଶ୍ରୀ ଶ୍ରୀ ଠାକୁରେ ବିଶ୍ୱାସ ମଧ୍ୟ 3 ପ୍ରକାର, ଯଥା 1 ଶ୍ରୁତ, 2 ନିଃଶ୍ରୁତ, 3 ଅନୁଶ୍ରୁତ। ଜ୍ୟୋତିଷ ଶ୍ରୁତ ବିଶ୍ୱାସ କାହାକୁ କହନ୍ତି? ଶ୍ରୀ ଶ୍ରୀ ଠାକୁରେ ଯାହା ଶୁଣିଲେ ବିଶ୍ୱାସ ହୁଏ ତାହାକୁ ଶ୍ରୁତ ବିଶ୍ୱାସ କହନ୍ତି। ଏ ପ୍ରକାର ବିଶ୍ୱାସ ଜୀବନ ବ୍ୟାପୀ ରହିଯାଏ। ଜ୍ୟୋତିଷ ନିଃଶ୍ରୁତ ବିଶ୍ୱାସର ସ୍ୱରୂପଟି କ'ଣ? ଶ୍ରୀ ଶ୍ରୀ ଠାକୁରେ ଯାହା ସବୁ ଶୁଣିବା ପରେ ଆପଣା ଯୁକ୍ତି ବଳରେ ତାହାକୁ କାଟି ଦିଆଯାଏ ତାହା ନିଃଶ୍ରୁତ ବିଶ୍ୱାସ ଅଟେ। ଏହା କ୍ଷଣସ୍ଥାୟୀ ବିଶ୍ୱାସ। ଏହା ଜୀବନ ଓ ଚରିତ୍ର ଉପରେ ବିଶେଷ ପ୍ରଭାବ ପକାଇପାରେ ନାହିଁ। ଜ୍ୟୋତିଷ ଅନୁଶ୍ରୁତ ବିଶ୍ୱାସଟି କ'ଣ ଓ କିପରି? ଶ୍ରୀ ଶ୍ରୀ ଠାକୁରେ ଯାହା ଶୁଣିବା କ୍ଷଣି ମନ ପ୍ରଥମତଃ ଅବିଶ୍ୱାସର ଭାବ ତୋଳେ, ପୁଣି ମନକୁ ବୁଝାଇ ଦେଲେ ଯାହା ତାକୁ ବିଶ୍ୱାସ କରେ ତାହା ଅନୁଶ୍ରୁତ ବିଶ୍ୱାସ ବୋଲି ଜାଣିବ। ଏ ବିଶ୍ୱାସ ଘନ ଘନ ବଦଳିଥାଏ। ବିଶ୍ୱାସ ଅବିଶ୍ୱାସର ଲୁଚକାଳି ଖେଳ ମନ ମଧ୍ୟରେ ଚାଲିଥାଏ। ଏହି ଅନୁଶ୍ରୁତ ବିଶ୍ୱାସର ପୁଣି 2ଟି ଅନୁବିଭାଗ ରହିଛି। ଜ୍ୟୋତିଷ ଶୁଣିବାକୁ ଓ ବୁଝିବାକୁ ବଡ଼ ସୁଖକର ଲାଗୁଛି। ଠାକୁରେ ସେହି ଅନୁବିଭାଗ 2ଟି କ'ଣ କୁହନ୍ତୁ? ଶ୍ରୀ ଶ୍ରୀ ଠାକୁରେ ଅନୁଶ୍ରୁତ ବିଶ୍ୱାସର ଯେଉଁ 2ଟି ଅନୁବିଭାଗ ଅଛି ବୋଲି କହୁଥିଲି ତାହା ହେଉଛି ବିଭଶ୍ରୁତ ବିଶ୍ୱାସ, ସାତ୍ୱଶ୍ରୁତ ବିଶ୍ୱାସ। ଜ୍ୟୋତିଷ ପ୍ରଥମେ ବିଭଶ୍ରୁତ ବିଶ୍ୱାସ କଥା କୁହନ୍ତୁ। ଶ୍ରୀ ଶ୍ରୀ ଠାକୁରେ କେତେକ କଥା ଶୁଣିବା ଓ ଜାଣିବା ପରେ ଆମେ ବିଶ୍ୱାସ କରୁ, କିନ୍ତୁ ଆପଣା ସ୍ୱାର୍ଥରେ ବାଧା ଉପୁଜିଲେ ବିଶ୍ୱାସ କରିଥିବା କଥାକୁ ପୁନଶ୍ଚ ଅବିଶ୍ୱାସ କରୁ। ଏହା ବିଭଶ୍ରୁତ ବିଶ୍ୱାସ ସେତୁ ହୁଏ। ଜ୍ୟୋତିଷ ତେବେ ସାତ୍ୱଶ୍ରୁତ ବିଶ୍ୱାସଟି କ'ଣ? ଶ୍ରୀ ଶ୍ରୀ ଠାକୁରେ ବିଶ୍ୱାସର ସହିତ ଭଲ ରୂପେ ବୁଝି ସମଝି କର୍ମ କରୁଥିବା ବିଷୟରେ ଦୀର୍ଘ କାଳ ଅତିବାହିତ ହୋଇଯାଏ। କାଳକ୍ରମେ ମନ କୋଣରେ
ଥିବା ବିଶ୍ୱାସ ଚହଲି ଯାଇ ଯେଉଁ ପ୍ରଚ୍ଛନ୍ନ ଅବିଶ୍ୱାସ ଭାବ ସୃଷ୍ଟି ହୁଏ ତାହାକୁ ସାତ୍ୱଶ୍ରୁତ ବିଶ୍ୱାସ କୁହାଯାଏ। ଅନେକ ଏହି ସନ୍ଧି ଅବସ୍ଥାରେ ପଥଭ୍ରଷ୍ଟ, ଯୋଗଭ୍ରଷ୍ଟ, କକ୍ଷଚ୍ୟୁତ, ଲକ୍ଷ୍ୟଚ୍ୟୁତ ହୋଇ ଅଧପତନ ବରଣ କରନ୍ତି। କିନ୍ତୁ ଯେଉଁମାନେ ଧୈର୍ଯ୍ୟ ଧରି ସ୍ଥିର ଚିତ୍ତରେ ଏହି ପ୍ରଚ୍ଛନ୍ନ ଅବିଶ୍ୱାସ ସତ୍ତ୍ୱେ ଗୁରୁ ପ୍ରଦତ୍ତ କର୍ମଧାରା ଓ କର୍ମଯୋଗରେ ଅଭ୍ୟସ୍ତ ରହନ୍ତି, ସେମାନଙ୍କର ଏହି ପତଳା ଅବିଶ୍ୱାସର ପରଦା କର୍ମ ପର୍ଯ୍ୟାୟରେ ହଟିଯାଏ ଓ ବିଶ୍ୱାସ ଦୃଢ଼ୀଭୂତ ହୁଏ। ଏହାକୁ ଯୋଗ ମାର୍ଗରେ ଏକ ପ୍ରକାର ବିକର୍ଷଣ ବୋଲି ଆଖ୍ୟା ଦିଆଯାଇପାରେ। ଜ୍ୟୋତିଷ ଠାକୁରେ ଭକ୍ତି କାହାକୁ କହିବା? ଶ୍ରୀ ଶ୍ରୀ ଠାକୁରେ ତ୍ୟାଗ କରିବାର ଆଗ୍ରହକୁ ହିଁ ଭକ୍ତି କୁହାଯାଏ। ତ୍ୟାଗ କରିବାର ଆଗ୍ରହକୁ ଭକ୍ତି କୁହାଯାଏ। ଅର୍ଥାତ୍ ସମ୍ପୂର୍ଣ୍ଣ ତ୍ୟାଗ କରିବାର ଯେଉଁ ସଂକଳ୍ପ ତାହାକୁ ଭକ୍ତି କୁହାଯାଏ। ଜ୍ୟୋତିଷ କେଉଁମାନେ ଦାନ ପାଇବା ପାଇଁ ଯୋଗ୍ୟ ଅଟନ୍ତି? ଶ୍ରୀ ଶ୍ରୀ ଠାକୁରେ ଯୋଗୀ, ରୋଗୀ, ଅକର୍ମଣ୍ୟ, ବୈଷ୍ଣବ, କୁଳଗୁରୁ ଏହିମାନେ ଦାନ ପାଇବା ପାଇଁ ଯୋଗ୍ୟ ଅଟନ୍ତି।